ସକାଳର ସୂର୍ଯ୍ୟାସ୍ତ ସମୟ ସୂର୍ଯ୍ୟଙ୍କର କିରଣ ପଡ଼ିଛି। ଏ ଥଣ୍ଡା ଦିନକୁ ସେ ବହୁତ ଆରାମ ଲାଗୁଛି। ତା ସାଙ୍ଗରେ ମୋର ଏଇ ଯେଉଁ 4ଗୋଟି ହଂସ ଅଛନ୍ତି ସେ କିଆରି ଭିତରେ ବୁଲୁଛନ୍ତି। ଏ କିଆରି ସୋରିଷ ବୁଣି ଦିଆଯାଇଛି, କିନ୍ତୁ ମୁଁ ଦେଖୁଛି ସେ ସୋରିଷ ଗଛରେ କିଛି କ୍ଷତି କରୁନାହାନ୍ତି। ଧାନ ଗଛ ଯେଉଁ ବୁଣା ହେଇଥିଲା କାଟି ନେଲା ପରେ ତା ଦେହରେ ଯେଉଁ ଛୋଟ ଛୋଟ ସବୁ କୁଆଁ ମାରିଥିଲା ତାକୁ ହିଁ ଖାଉଛନ୍ତି। ତେଣୁ ହଂସ ଗୋଟେ ଏମିତି ପ୍ରାଣୀ ମୁଁ ଦେଖୁଛି, ଏତେ ସୁନ୍ଦର ସରସ୍ୱତୀଙ୍କ ବାହନ, ତାଙ୍କର ବି ଗୋଟେ ରହିଛି। ସିଏ କୌଣସି ଜିନିଷ ଆମର ଚାଷ ଜିନିଷ ନଷ୍ଟ କରୁନାହାନ୍ତି, ଆଉ ଆରାମରେ ଇଆଡ଼ୁ ସିଆଡ଼ୁ ବୁଲି ଘାସ ଖାଉଛନ୍ତି, ଦାନା ଖାଆନ୍ତି, ଚାଉଳ ଖୁଦ ଟିକେ ଖାଆନ୍ତି, ସେଇଥିରେ ସେ ରହନ୍ତି। ବହୁତ ସୁନ୍ଦର ପ୍ରକୃତିର ଇଏ ହେଉଛି ଗୋଟେ ସୁନ୍ଦର ସୃଷ୍ଟି ଯେ ମନକୁ ବହୁତ ଆନନ୍ଦିତ କରେ ଆଉ ପରିବେଶକୁ ଆହୁରି ସରସ ସୁନ୍ଦର କରେ।